ବାତରେ ସ୍ୱର୍ଗତ ବନମାଳୀ ପଣ୍ଡାଙ୍କ 10ମ ବାର୍ଷିକ ଶ୍ରଦ୍ଧା ଉତ୍ସବକୁ ଶିକ୍ଷାବିତ୍ ଯଦୁନାଥ ମଲ୍ଲିକଙ୍କ ସଭାପତିତ୍ୱରେ ଘଷିପୁରାର ମାନ୍ୟବର ବିଧାୟକ ତଥା ପ୍ରତ୍ୟଙ୍ଗ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ବିଷ୍ଣୁ ନାରାୟଣ ସାମଲ ଓ ସାହିତ୍ୟିକ ରତ୍ନାକର ଦାସଙ୍କ ସଂଯୋଜନାରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତ୍ୟଙ୍ଗ ସଦସ୍ୟ ଡକ୍ଟର ବ୍ରଜମୋହନ ମିଶ୍ର, ସମ୍ମାନିତ ଅତିଥି ଭାବେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତ୍ୟଙ୍ଗ ଅଧ୍ୟକ୍ଷ ଡକ୍ଟର କୁଶଚନ୍ଦ୍ର ପ୍ରଧାନ, ଆନନ୍ଦପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର, ଆନନ୍ଦପୁର ମହାବିଦ୍ୟାଳୟର ପ୍ରତ୍ୟଙ୍ଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମାକାନ୍ତ ନାୟକ, କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ରାମ ନାୟକ, ପ୍ରତ୍ୟଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ରାଉତ, ପ୍ରତ୍ୟଙ୍ଗ ଅର୍ଥ ସେବା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ସାହା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା, ଶିକ୍ଷାବିତ୍ ଗଙ୍ଗାଧର ପରିଡ଼ା, ଶିକ୍ଷାବିତ୍ ଓ କବି ପବିତ୍ର ମୋହନ ବେହେରା, ପରିବେଶବିତ ଓ ସମାଜସେବୀ ରମେଶ ଚନ୍ଦ୍ର ମିଶ୍ର, ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ଓ ବାର୍ଷିକ ପତ୍ରିକା କୁଞ୍ଜବନକୁ ଲୋକାର୍ପଣ କରିଥିଲେ। ଡକ୍ଟର ବ୍ରଜମୋହନ ମିଶ୍ରଙ୍କୁ କୁଞ୍ଜବନ ପୁରସ୍କାର, ଡକ୍ଟର କୁଶଚନ୍ଦ୍ର ପ୍ରଧାନଙ୍କୁ ବାବା ବକୁଲି ଗୋସ୍ୱାମୀ ସମ୍ମାନ, ରମେଶ ମିଶ୍ରଙ୍କୁ ମା ବ୍ରାହ୍ମଣୀ ଦେବୀ ସମ୍ମାନ, ଡକ୍ଟର ଅରୁଣ ସାହୁ, ନାରାୟଣ ମିଶ୍ର, ପ୍ରବଚକ ନରହରି ଦାସ, ବେଲାଳ ସେନାପତି, ବାମନଚରଣ ବେହେରା, ଘନଶ୍ୟାମ ବୋଇତେଇ, ମୁରଲୀଧର ବେହେରା, କୈଳାସ ପାତ୍ର, ପବିତ୍ର ମୋହନ ବେହେରା, ପଦ୍ମନାଭ ପୁହାଣ, ରଘୁନାଥ ନାଥ, ଅନାଥ ବେଜ, ଚରଣ ମଧୁସ୍ମିତା ଭୂୟାଁ, ଶରତ କୁମାର ନାୟକ, ରଘୁନାଥ ରାଉତ, ଗିରିଧାରୀ ବେହେରା, ଶିବ ସୁନ୍ଦର ସାହୁ, ମନୋଜ ବେହେରା, ରତ୍ନାକର ପାତ୍ର, ଗାୟକ ଦୁଷ୍ମନ୍ତ କୁମାର ମହାନ୍ତି, ବୈଷ୍ଣବୀ ଚକ୍ର, ଗୀତାଞ୍ଜଳି ସାହୁ, ସ୍ୱପ୍ନାରାଣୀ ନାଥ ଆରାଧ୍ୟ ସମ୍ମାନ ଦଳେଇଙ୍କୁ 2025 ବନମାଳୀ ପଣ୍ଡା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ପାଦକ ନରହରି ରାଉତ ଧନ୍ୟବାଦ ପ୍ରଦାନ କରି ଥିବାବେଳେ ନିବେଦିତା ପଣ୍ଡା ଭଜନ ପରିବେଷଣ କରିଥିଲେ। ତାରିଖ 14/2025 ଗାୟତ୍ରୀ ଯଜ୍ଞ ବା ତୋ ପରମ ନନ୍ଦପୁର ପଞ୍ଚହରା, ପଣ୍ଡୁଆ, ଜଳସୁଆଁ, ନୟାଗଡ଼, ମଞ୍ଜିରା, ଲୁଣିଆପାଟଣା, ମଧୁକେଶ୍ୱରୀ, ଅତାକରଡ଼ ପାଳ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ମାନ ସଂକୀର୍ତ୍ତନ 15/9/2025ରେ ଆନନ୍ଦପୁର ମଣ୍ଡଳର ଚରଣ ଭାଇ ଭଉଣୀଙ୍କ ଦ୍ୱାରା ଚରଣୀୟ ସତ୍ସଙ୍ଗ ଓ ଯଜ୍ଞ କବିତା ପାଠ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବାବାଜୀ ମୋହନ ଦାସ, ଗୌରାଙ୍ଗ ଓଝା, ସଂକର୍ଷଣ ସାହୁ, ସନାତନ ବେହେରା, ଅର୍ଜୁନ ନାୟକ, କେଶବ ପରିଡ଼ା, କରୁଣାକର, ବାମନଚରଣ ମାଝୀ, ନାରାୟଣ ବାରିକ, ସୁଶାନ୍ତ ପଣ୍ଡା, ଚିନ୍ମୟୀ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, କମଳ ଲୋଚନ ମଲ୍ଲିକ, ଗଙ୍ଗାଧର ରାମ, ମୁରଲୀଧର ପରିଡ଼ା, ପୁଷ୍ପଲତା ରାମ, ଶୁଭମ ସାହୁ, ବିଶ୍ୱଜିତ ରାଉତ, ସୁନୀଲ ଜେନା, ଶୁଭମ ସାହୁ, ବିଚିତ୍ର କୁମାର ଦାସ, ପ୍ରମାନନ୍ଦ ଦଳେଇ, ପ୍ରମୋଦ କୁମାର ବରାଳ, ବାସୁଦେବ ବେହେରା, ଭରତ ଚନ୍ଦ୍ର ନାଥ, ସୁରେନ୍ଦ୍ର କୁମାର ନାୟକ, କେଶବ ବେହେରା, ରାଜକିଶୋର ସାହୁ, କୋଦଣ୍ଡ ସାହା ପ୍ରମୁଖ ମୁଖ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କେନ୍ଦୁଝରରୁ ଗଗନ ବେହେରା ଦାସଙ୍କ ରିପୋର୍ଟ, G9 ଓଡ଼ିଆ।